ନମସ୍କାର ସାର୍ ମାନେ ଆଜି ଆମେ ୟୁନିଟ୍ 2 ଶିକ୍ଷଣର ପାର୍ଟ 2 ପଢ଼ିବା। ପିଲାମାନେ ଶିଖନ୍ତି କିପରି? ପର୍ଯ୍ୟବେକ୍ଷଣ, ଅନୁକରଣ, ପ୍ରଯତ୍ନ ପ୍ରମାଦ ଓ ଅନୁଭୂତି ଓ ଫଳାଫଳର ନିୟମ। ଏହି ଦୁନିଆରେ ବଞ୍ଚିବା ଓ ବଢ଼ିବା ପାଇଁ ଆମେ ଅନେକ ଗୁଡ଼ିଏ କୌଶଳ ଆୟତ୍ତ କରିବାର ଆବଶ୍ୟକତା ରହିଛି। ଜନ୍ମ ପରଠାରୁ ଆମେ ବିଭିନ୍ନ କୌଶଳ ଯଥା ଚାଲିବା, କଥା କହିବା, ବହି ପଢ଼ିବା, ଚିତ୍ର ଆଙ୍କିବା, ଭାଙ୍ଗିବା ଓ ଗଢ଼ିବା କାମ କରିଥାଉ ଓ ପରବର୍ତ୍ତୀ ସମୟରେ ଅଧିକ ଜଟିଳ ସମସ୍ୟା ସମାଧାନ କରିବାର ସାମର୍ଥ୍ୟ ଆମର ଆସିଥାଏ। ଏହି ସରଳ ଓ ଜଟିଳ କାର୍ଯ୍ୟଗୁଡ଼ିକ ଆମେ ଗୋଟିଏ ପ୍ରକ୍ରିୟା ଅବଲମ୍ବନ କରି ଶିଖିନଥାଉ। ଏଥିପାଇଁ ଭିନ୍ନ ଭିନ୍ନ ପ୍ରକ୍ରିୟା ଆବଶ୍ୟକ ହୋଇଥାଏ। ସେଗୁଡ଼ିକ ମଧ୍ୟରୁ କେତେଗୁଡ଼ିଏ ବିଷୟରେ ନିମ୍ନରେ ଆଲୋଚନା କରାଯାଇଛି। ପର୍ଯ୍ୟବେକ୍ଷଣ ମାଧ୍ୟମରେ ଶିକ୍ଷଣ। ସମସ୍ତ ଇନ୍ଦ୍ରିୟ ଏକାଠି କରି କୌଣସି ବସ୍ତୁ ବା ପରିବେଶକୁ ପ୍ରତ୍ୟକ୍ଷ ଦର୍ଶନ କରି ତନ୍ନ ପରୀକ୍ଷା କରି ଧାରଣା ସୃଷ୍ଟି କରିବାକୁ ପର୍ଯ୍ୟବେକ୍ଷଣ କୁହାଯାଏ। ପର୍ଯ୍ୟବେକ୍ଷଣ ଦ୍ୱାରା ପ୍ରତ୍ୟକ୍ଷ ତଥ୍ୟ ସଂଗ୍ରହ କରାଯାଇଥିବାରୁ କୌଣସି ବିଷୟରେ ପ୍ରକୃତ ବା ପ୍ରାଞ୍ଜଳ ଧାରଣା ମିଳିଥାଏ। ଏହି ପ୍ରକ୍ରିୟା ସାହାଯ୍ୟରେ ଆମ ଚାରିପାଖରେ ଯାହା ସବୁ ଅଛି ସେ ବିଷୟରେ ଆମେ ସବିଶେଷ ବିବରଣୀ ପାଇଥାଉ। ଏହି କାର୍ଯ୍ୟରେ ସମ୍ପୃକ୍ତ ଥିବା ଇନ୍ଦ୍ରିୟ ଯଥା ଶ୍ରବଣେନ୍ଦ୍ରିୟ, ଦର୍ଶନେନ୍ଦ୍ରିୟ, ଘ୍ରାଣେନ୍ଦ୍ରିୟ, ସ୍ପର୍ଶେନ୍ଦ୍ରିୟ ଦ୍ୱାରା ଆମ ମସ୍ତିଷ୍କ ଅନେକ ସୂଚନା ପାଇଥାଏ। ଏହି ସୂଚନା ଗୁଡ଼ିକ ବିଶ୍ଳେଷଣ କରି ଆମେ କିଛି ବିଷୟବସ୍ତୁ ଉପସ୍ଥାପନ କରିବାରେ ସାମର୍ଥ୍ୟ ହାସଲ କରିଥାଉ। ପର୍ଯ୍ୟବେକ୍ଷଣ ଦ୍ୱାରା କଳ୍ପନା ଶକ୍ତିର ବିକାଶ ହେବା ସଙ୍ଗେ ସଙ୍ଗେ ବୈଜ୍ଞାନିକ ଚିନ୍ତନର ବିକାଶ ଘଟିଥାଏ। ଏହା ବ୍ୟତୀତ ପର୍ଯ୍ୟବେକ୍ଷଣ ଲବ୍ଧ ଜ୍ଞାନ ଇନ୍ଦ୍ରିୟ ଆଧାରିତ ହୋଇଥିବାରୁ ଶିକ୍ଷଣ ପାଇଁ ଏହାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପର୍ଯ୍ୟବେକ୍ଷଣ ତତ୍ତ୍ୱ ବାନ୍ଦୁରା ଓ ୱାଲ୍ଟନଙ୍କ ଦ୍ୱାରା ପ୍ରତିପାଦିତ। ତନ୍ନ କରି ଭଲ ଭାବେ ଦେଖି ନୂଆ କଥା ଶିଖିବା ପର୍ଯ୍ୟବେକ୍ଷଣ ଦ୍ୱାରା ଶିକ୍ଷଣର ମୂଳ କଥା। ପର୍ଯ୍ୟବେକ୍ଷଣର ଅର୍ଥ ହେଉଛି ଉଦ୍ଦୀପକକୁ ଭଲ ଭାବେ ନିରୀକ୍ଷଣ କରିବା। ଏହି ପ୍ରକ୍ରିୟାରେ ଆମେ ଖାଲି ଆଖିରେ ସାହାଯ୍ୟ ନେଇନଥାଉ, ବରଂ ସମସ୍ତ ଇନ୍ଦ୍ରିୟକୁ ଏକାଠି କରି ବସ୍ତୁ ବା ଘଟଣାକୁ ବିଭିନ୍ନ ଦୃଷ୍ଟିରେ ପରୀକ୍ଷା ନିରୀକ୍ଷା କରିଥାଉ। ଅନ୍ୟ ଅର୍ଥରେ କହିବାକୁ ଗଲେ ଉଦ୍ଦେଶ୍ୟ ପ୍ରଣୋଦିତ ହୋଇ ମନୋଯୋଗ ସହକାରେ କୌଣସି ବସ୍ତୁ ପ୍ରତ୍ୟକ୍ଷଣ କରିବା ପ୍ରତ୍ୟକ୍ଷଣ ଇନ୍ଦ୍ରିୟକୁ ସମ୍ବେଦନ କୁହାଯାଏ। ଏହାଦ୍ୱାରା ଶିକ୍ଷାର୍ଥୀ ସ୍ୱଚକ୍ଷୁରେ ଦେଖି ତାହା ବିଷୟରେ ସ୍ପଷ୍ଟ ଧାରଣା ପାଇଥାଏ। ପ୍ରାରମ୍ଭିକ ସ୍ତରରେ ପରିବେଶ ପାଠ ଶିକ୍ଷଣ ପାଇଁ ପର୍ଯ୍ୟବେକ୍ଷଣ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହି ପଦ୍ଧତିରେ ଶିକ୍ଷାଦାନ କଲେ ଶିକ୍ଷାର୍ଥୀ ବସ୍ତୁକୁ ଭଲ ଭାବରେ ଦେଖି ଶିଖିବାର ସୁଯୋଗ ପାଆନ୍ତି ଓ ସେମାନଙ୍କର ଧାରଣା ଗୁଡ଼ିକ ଜୀବନ୍ତ ଓ ଦୀର୍ଘସ୍ଥାୟୀ ହୁଏ। ସମୟେ ସମୟେ ଆମେ ବସ୍ତୁ ଓ ପରିବେଶକୁ ଦେଖିଥାଉ, ମାତ୍ର ଉପଯୁକ୍ତ ଭାବେ ପର୍ଯ୍ୟବେକ୍ଷଣ କରିନଥାଉ। ତେଣୁ ପର୍ଯ୍ୟବେକ୍ଷଣ ସମୟରେ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁକୁ ଛାଡ଼ିଯିବା ଉଚିତ ନୁହେଁ। ଏହି ପଦ୍ଧତିରେ ଶିକ୍ଷାର୍ଥୀମାନଙ୍କୁ ଶିଖାଇବାକୁ ହେଲେ ଶିକ୍ଷକ ପର୍ଯ୍ୟବେକ୍ଷଣ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିବା ଉଚିତ। ନିମ୍ନ ଶ୍ରେଣୀରେ ଅଙ୍କୁରୋଦ୍ଗମ ପରୀକ୍ଷା, ଲୁହା କଣ୍ଟାରେ କଳଙ୍କି ଲାଗିବା ପରୀକ୍ଷା, ମାଇ ଫୁଲରେ ପରାଗରେଣୁ ପଡ଼ି ଫଳ ହେବା ଇତ୍ୟାଦି ବିଷୟରେ ପର୍ଯ୍ୟବେକ୍ଷଣ ଦ୍ୱାରା ପିଲାମାନଙ୍କୁ ଶିଖାଇବା ସହଜ। ଏହାଛଡ଼ା ପାଗ ପର୍ଯ୍ୟବେକ୍ଷଣ କରି ଏହା ଲୋକମାନଙ୍କ ଜୀବନଯାପନ ପ୍ରଣାଳୀରେ ପକାଉଥିବା ପ୍ରଭାବ, ଦଣ୍ଡଟିଏ ସଳଖ ଭାବେ ପୋତି ସୂର୍ଯ୍ୟ ଉଦୟଠାରୁ ଅସ୍ତ ହେବା ପର୍ଯ୍ୟନ୍ତ ଛାଇକୁ ପର୍ଯ୍ୟବେକ୍ଷଣ କରି ବିଭିନ୍ନ ତଥ୍ୟ ସଂଗ୍ରହ କରି ସିଦ୍ଧାନ୍ତୀକରଣ କରାଯାଇପାରେ। ପର୍ଯ୍ୟବେକ୍ଷଣ ପଦ୍ଧତିରେ ଶିକ୍ଷଣ ଜୀବନବ୍ୟାପୀ ଚାଲିଥାଏ। ପର୍ଯ୍ୟବେକ୍ଷଣ ପଦ୍ଧତିର ବିଭିନ୍ନ ସୋପାନ। ବିଭିନ୍ନ ବସ୍ତୁର ଶୃଙ୍ଖଳିତ ଅନୁଧ୍ୟାନ, ପର୍ଯ୍ୟବେକ୍ଷଣ, ପ୍ରାସଙ୍ଗିକ ତଥ୍ୟ ସଂଗ୍ରହ, ତଥ୍ୟ ବିଶ୍ଳେଷଣ, ସିଦ୍ଧାନ୍ତ ନିରୂପଣ। ଅନୁକରଣ ମାଧ୍ୟମରେ ଶିକ୍ଷଣ। ଅନ୍ୟକୁ ଅନୁକରଣ କରିବା ଶିଶୁମାନଙ୍କର ସହଜାତ ପ୍ରବୃତ୍ତି। ପରିବାରର ଲୋକମାନଙ୍କର କହୁଥିବା ଭାଷା, ଅଙ୍ଗଭଙ୍ଗୀ, କାର୍ଯ୍ୟଶୈଳୀ ଓ କାର୍ଯ୍ୟକଳାପକୁ ଅନୁକରଣ କରି ଶିଶୁ ଅନେକ କଥା ଶିଖେ। ପୁଅ ପିଲାମାନେ ଜେଜେବାପା, ବାପା, ଭାଇମାନଙ୍କ କାର୍ଯ୍ୟକୁ ଓ ଝିଅ ପିଲାମାନେ ମା' ଓ ବଡ଼ ଭଉଣୀଙ୍କ କାର୍ଯ୍ୟକଳାପକୁ ଓ କାର୍ଯ୍ୟଶୈଳୀକୁ ଅନୁକରଣ କରନ୍ତି। ଏତଦ୍‌ବ୍ୟତୀତ ଶିଶୁ ଦୈନନ୍ଦିନ ଜୀବନରେ ଅନ୍ୟମାନଙ୍କଠାରେ ଦେଖୁଥିବା ଗୁଣଗୁଡ଼ିକୁ ମଧ୍ୟରୁ ଯେଉଁ ଗୁଣଗୁଡ଼ିକ ତାକୁ ଭଲ ଲାଗେ ସେଗୁଡ଼ିକ ସେ ଅନୁକରଣ କରି ପ୍ରଦର୍ଶନ କରିଥାଏ। ଅନୁକରଣର ଅର୍ଥ ହେଉଛି ଅନ୍ୟ ଜଣଙ୍କର ଅଭ୍ୟାସ ଓ କାର୍ଯ୍ୟକଳାପକୁ ନକଲ କରି ନିଜେ ଅନ୍ୟକୁ ଦେଖାଇବା। ମନୁଷ୍ୟ ଏକ ସାମାଜିକ ପ୍ରାଣୀ ହୋଇଥିବାରୁ ସେ ଗୋଷ୍ଠୀ ଜୀବନକୁ ଗୁରୁତ୍ୱ ଦିଏ। ଅନ୍ୟମାନଙ୍କ ଚଳପ୍ରଚଳ ସମୟରେ ଯେଉଁଠି ଯେମିତି ଯାହାର କାର୍ଯ୍ୟକଳାପ ତାକୁ ଭଲ ଲାଗେ ତାକୁ ଅନୁକରଣ କରି ସେହିଭଳି କାର୍ଯ୍ୟ ଅବିକଳ ପ୍ରଦର୍ଶନ କରେ।
ଏହି ଅବିକଳ ପ୍ରଦର୍ଶିତ କାର୍ଯ୍ୟକୁ ଅନୁକରଣ କୁହାଯାଏ। ଅନୁକରଣର ପ୍ରକାରଭେଦ। ଜଣେ ଅନ୍ୟ ଜଣଙ୍କର କାର୍ଯ୍ୟକୁ ଅବିକଳ ନକଲ କଲେ ତାହାକୁ ଅନୁକରଣ, ଚିନ୍ତା ଓ ଭାବନାକୁ ଅନୁକରଣ କଲେ ତାହାକୁ ଉପଦେଶ ଗ୍ରହଣ, ଅନୁଭବକୁ ଅନୁକରଣ କଲେ ତାହାକୁ ସହାନୁଭୂତି ପ୍ରଦର୍ଶନ କୁହାଯାଏ। ତେଣୁ ଅନୁକରଣ, ଉପଦେଶ ଗ୍ରହଣ, ସହାନୁଭୂତି ପ୍ରଦର୍ଶନ ହେଉଛି ଅନୁକରଣର ଭିନ୍ନ ଭିନ୍ନ ରୂପ। ବ୍ୟବହାର ଓ ଅର୍ଥ ଅନୁସାରେ ଭିନ୍ନ ଭିନ୍ନ ପ୍ରକାର ଅନୁକରଣ ଦେଖିବାକୁ ମିଳେ। ଏଗୁଡ଼ିକ ମଧ୍ୟରୁ ଡ୍ରେଭର ଓ MC ଡାଉଗଲ ପ୍ରଦତ୍ତ ଅନୁକରଣଗୁଡ଼ିକୁ ନିମ୍ନରେ ଆଲୋଚନା କରାଯାଇଛି। ଏଠି ଗୋଟେ ଚାର୍ଟ ଦିଆହେଇଛି। ଅନୁକରଣ, ଜ୍ଞାତ ଅନୁକରଣ, ଅଜ୍ଞାତ ଅନୁକରଣ, ସହାନୁଭୂତି ସୂଚକ ଅନୁକରଣ, କ୍ରିୟାତ୍ମକ ଅନୁକରଣ, ଅର୍ଥହୀନ ଅନୁକରଣ। ଜ୍ଞାତ ଅନୁକରଣ। ଜାଣିଶୁଣି ଜଣେ ଅନ୍ୟ ଜଣଙ୍କର କାର୍ଯ୍ୟକଳାପକୁ ଅନୁକରଣ କଲେ ତାକୁ ଜ୍ଞାତ ଅନୁକରଣ କୁହାଯାଏ। ଚଳଚ୍ଚିତ୍ର ଅଭିନେତା ଓ ଅଭିନେତ୍ରୀଙ୍କର ପୋଷାକ ପିନ୍ଧା ଶୈଳୀ, କଥାବାର୍ତ୍ତା, ଅଧ୍ୟାପନା, ଭାଷଣ, ଅଭିନୟ ଓ ସଙ୍ଗୀତ କ୍ଷେତ୍ରରେ ଏହି ପ୍ରକାର ଅନୁସରଣ ଦେଖାଦେଇଥାଏ। ଅଜ୍ଞାତ ଅନୁସରଣ। ନିଜେ ଅଜାଣତରେ ଆମେ ଅନ୍ୟମାନଙ୍କ ଅନୁକରଣ କରିଥାଉ। ସାମାଜିକ ପରିବେଶ ଓ ଚଳଣି କ୍ଷେତ୍ରରେ ଏ ପ୍ରକାର ଅନୁକରଣ ଦେଖାଯାଏ। ଏହିଭଳି ଅନୁକରଣ ପାଇଁ ଭାଷା ଓ ବେଶ ପରିପାଟି କ୍ଷେତ୍ରରେ ଅନେକ ପରିବର୍ତ୍ତନ ହୋଇଥାଏ। ସହାନୁଭୂତି ସୂଚକ ଅନୁକରଣ। ଅନ୍ୟ ଜଣେ ନୀରବ ରହିଲେ ଆମେ ନୀରବ ରହୁ, ଅନ୍ୟ ଜଣେ ହସିଲେ ଆମେ ହସୁ, ଅନ୍ୟ ଜଣେ ରାଗିଲେ ଆମେ ରାଗୁ। ସହାନୁଭୂତି ସୂଚକ ଅନୁକରଣର ଏଗୁଡ଼ିଏ ଗୋଟେ ଗୋଟେ ଉଦାହରଣ। କ୍ରିୟାତ୍ମକ ଅନୁକରଣ। ଜଣେ ବ୍ୟକ୍ତି ଦେଖାଉଥିବା କ୍ରିୟାକୁ ଅନ୍ୟ ଜଣେ ବ୍ୟକ୍ତି କ୍ରିୟାକୁ ପରିବର୍ତ୍ତନ କରିପାରିଲେ ତାହାକୁ କ୍ରିୟାତ୍ମକ ଅନୁକରଣ କୁହାଯାଏ। ଉଦାହରଣ ସ୍ୱରୂପ, କ୍ରିକେଟ ଖେଳାଳି ବ୍ୟାଟ୍ ଉଠାଇଲେ ଦର୍ଶକମାନେ ଅନୁରୂପ ହାତ ଉଠାନ୍ତି। ମଞ୍ଚ ଉପରେ ଜଣେ ନେତା, ମନ୍ତ୍ରୀ ହାତ ଉଠାଇଲେ ଶ୍ରୋତାମାନେ ହାତ ହଲାନ୍ତି ଓ ଜଣେ ତାଳି ମାରିଲେ ଅନ୍ୟମାନେ ମଧ୍ୟ ତାଳି ମାରନ୍ତି। ଅର୍ଥହୀନ ଅନୁକରଣ। ଜଣେ ଅନ୍ୟ ଜଣକୁ ଅନୁକରଣ କରିବାର କାରଣ ନ ଜାଣି ଯେତେବେଳେ ତାକୁ ଅନୁକରଣ କରେ ତାକୁ ଅର୍ଥହୀନ ଅନୁକରଣ କୁହାଯାଏ। ଉଦାହରଣ ସ୍ୱରୂପ, ପୁଅମାନେ ଜେଜେବାପାଙ୍କ କଥାକୁ ଅବିକଳ ନକଲ କରି ଦେଖାନ୍ତି। ଶିଶୁମାନଙ୍କଠାରେ ଏହିଭଳି ଅନୁକରଣ ବେଶୀ ଦେଖାଯାଏ। ଅନୁକରଣର ନିୟମ। ଅନୁକରଣର ସମସ୍ତ ଗୁଣ ଅନ୍ୟଠାରୁ ଆସିଥାଏ। ଅନୁକରଣର ଚିନ୍ତନ ଅପେକ୍ଷା କାର୍ଯ୍ୟକଳାପ ଅଧିକ ଦେଖାଯାଏ। ଏହା ମନ ଭିତରୁ ସୃଷ୍ଟି ହୋଇ ବାହ୍ୟ କାର୍ଯ୍ୟକଳାପରେ ପ୍ରକାଶିତ ହୁଏ। ଅନୁକରଣ ଶୀଘ୍ର ବୃଦ୍ଧି ହୋଇଥାଏ। ଯେଉଁ ବ୍ୟବହାର ଅନୁକରଣରେ କରାଯାଏ, ଅନୁକରଣକାରୀ ଉକ୍ତ ବ୍ୟବହାରକୁ ବାରମ୍ବାର ଦେଖାଏ। ଶିକ୍ଷଣରେ ଅନୁକରଣର ପ୍ରଭାବ। ଅନୁକରଣର ପ୍ରଭାବ ଶିକ୍ଷଣ କ୍ଷେତ୍ରରେ ବହୁ ଦେଖିବାକୁ ମିଳେ। ଅନୁକରଣ ଦ୍ୱାରା ମୌଳିକ ଚିନ୍ତନ ବାଧାପ୍ରାପ୍ତ ହୁଏ ବୋଲି କେତେକ କହନ୍ତି। ମାତ୍ର ବ୍ୟକ୍ତିର ସାମାଜିକ, ସାଂସ୍କୃତିକ ଓ ଆବେଗିକ ବିକାଶ ଉପରେ ଅନୁକରଣରେ ବହୁତ ପ୍ରଭାବ ଥାଏ। ଅନୁକରଣର ପ୍ରକ୍ରିୟା ଜଣେ ବ୍ୟକ୍ତି ବା ଶିଶୁ ନିମ୍ନଲିଖିତ ଶିକ୍ଷା ପାଇଥାଏ। ଭାଷା ଶିକ୍ଷଣ। ଭାଷାର ବିଭିନ୍ନ ଦକ୍ଷତା ଯଥା ଶବ୍ଦ ଉଚ୍ଚାରଣ, ପଠନ, ଲିଖନ ଓ ବାକ୍ୟର ଗଠନ ଇତ୍ୟାଦି ଶିଶୁ ଅନୁକରଣ ମାଧ୍ୟମରେ ଶିଖିଥାଏ। ମା'କୁ ଅନୁକରଣ କରି ଶିଶୁ କଥା କହେ। ଶିକ୍ଷକ ତଥା ସାଙ୍ଗସାଥୀ ଓ ଅନ୍ୟମାନଙ୍କୁ ଅନୁକରଣ କରି ବାକ୍ୟ ଗଠନ, ପଠନ, ଲିଖନ ଦକ୍ଷତା ଆଦି ଶିଶୁ ଆୟତ୍ତ କରେ। ଏହାଛଡ଼ା ଭିନ୍ନ ଭିନ୍ନ ଶବ୍ଦ ଓ ବାକ୍ୟର ଅର୍ଥକୁ ଅନୁକରଣ ମାଧ୍ୟମରେ ବିଭିନ୍ନ ଅଙ୍ଗଭଙ୍ଗୀ ପ୍ରଦର୍ଶନ କରି ଶିଶୁ ନିଜର ମନୋଭାବ ପ୍ରକାଶ କରେ। ସହଜାତ ପ୍ରବୃତ୍ତିରେ ପରିପୂରଣ। ଅନ୍ୟକୁ ଭଲ ପାଇବା, ସ୍ନେହ କରିବା, ଗୋଷ୍ଠୀ ସହ ମିଶିବା, ସମୟ ବିତାଇବା, ବନ୍ଧୁତା ସ୍ଥାପନ କରିବା, ଆତ୍ମରକ୍ଷା କରିବା, ଆଗ୍ରହ ପ୍ରକାଶ କରିବା, ମୁକାବିଲା କରିବା ଓ ସହାନୁଭୂତି ପ୍ରଦର୍ଶନ କରିବା ଆଦି ସହଜାତ ପ୍ରବୃତ୍ତିର ଶିଶୁ ଅନୁକରଣ ମାଧ୍ୟମରେ ଶିକ୍ଷା କରେ। ଦକ୍ଷତା ଶିକ୍ଷଣ। ବିଭିନ୍ନ ଶାରୀରିକ କ୍ରିୟା ଯଥା ଧାଇଁବା, ଚାଲିବା, ପହଁରିବା, ନାଚିବା, ଗୀତ ଗାଇବା, ବାଦ୍ୟ ବଜାଇବା, ଗାଡ଼ି ଚଳାଇବା, ଘୋଡ଼ା ଚଢ଼ିବା, ବ୍ୟାୟାମ କରିବା ଆଦି ଦକ୍ଷତା ଶିଶୁ ଅନୁକରଣ ମାଧ୍ୟମରେ ଶିଖିଥାଏ। ଅନୁଭୂତି ଓ ଅଭିଜ୍ଞତା ସମ୍ପନ୍ନ ବ୍ୟକ୍ତିମାନଙ୍କୁ ଅନୁକରଣ କରି ଶିଶୁ ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଟ ଦକ୍ଷତା ପ୍ରଦର୍ଶନ କରିଥାଏ। ସଂସ୍କୃତି ସଂରକ୍ଷଣ। ବର୍ତ୍ତମାନର ଦାୟାଦ ପୂର୍ବପୁରୁଷମାନଙ୍କର ସଂସ୍କୃତି, କାର୍ଯ୍ୟକଳାପ, ଚଳଣି ଇତ୍ୟାଦିକୁ ଅନୁକରଣ କରି ଭବିଷ୍ୟତ ବଂଶଧାରୀମାନଙ୍କ ପାଇଁ ଏଗୁଡ଼ିଏ ସାଇତି ରଖିଥାଏ। ଠିକ୍ ଏହିପରି ଅଳ୍ପ ବିକଶିତ ସମାଜ ବିକଶିତ ସମାଜକୁ ଅନୁକରଣ କରି ସମୃଦ୍ଧ ହେବାକୁ ପ୍ରୟାସ କରେ। ଅନୁକରଣ ମାଧ୍ୟମରେ ସଂସ୍କୃତି ଓ ସଭ୍ୟତାର ବିକାଶ ଓ ବିସ୍ତାର ଏହିପରି ଭାବରେ ଘଟିଥାଏ। ସହପାଠ୍ୟକ୍ରମ କାର୍ଯ୍ୟାବଳୀ ଶିକ୍ଷଣ। ଗଦ୍ୟ, ପଦ୍ୟ ରଚନା କରିବା, ଆବୃତ୍ତି କରିବା, ତର୍କ କରିବା, ଅଭିନୟ କରିବା, ଚିତ୍ର ଆଙ୍କିବା, ଭାଷଣ ଦେବା ଇତ୍ୟାଦି କାର୍ଯ୍ୟ ଶିକ୍ଷାର୍ଥୀମାନେ ଅନୁକରଣ କରି ଶିଖି ପ୍ରଦର୍ଶିତ କରନ୍ତି। ଶିକ୍ଷଣ ପଦ୍ଧତି। ଶିକ୍ଷଣ ପଦ୍ଧତି ଶିକ୍ଷଣ ଆଚରଣର ପରିବର୍ତ୍ତନ ଆଣେ।
ମାତ୍ର ଶିକ୍ଷା କରିବା ମଧ୍ୟ ଏକ ଆଚରଣ। ବର୍ତ୍ତମାନ ପ୍ରଶ୍ନ ଉଠୁଛି କେଉଁଗୁଡ଼ିକ ଶିକ୍ଷଣ ଆଚରଣ? ଏହାର ଉତ୍ତର ହେଉଛି ଯେଉଁ ଉପାୟରେ ଶିକ୍ଷଣ କରାଯାଏ ତାହା ହିଁ ଶିକ୍ଷଣ ଆଚରଣ। ଏହି ଆଚରଣକୁ ଶିକ୍ଷଣ ପଦ୍ଧତି କୁହାଯାଏ। ପଦ୍ଧତିର ଅର୍ଥ ହେଉଛି ଶୃଙ୍ଖଳିତ ପନ୍ଥା, କିନ୍ତୁ ସବୁ ଶିକ୍ଷଣ ଲକ୍ଷ୍ୟ ଭିତ୍ତିକ ଅଟେ। ତେଣୁ ସେହି ଲକ୍ଷ୍ୟ ହାସଲ ପାଇଁ ଯେଉଁ ଶୃଙ୍ଖଳିତ ପନ୍ଥା ଅବଲମ୍ବନ କରାଯାଏ ତାହା ହିଁ ଶିକ୍ଷଣ ପଦ୍ଧତି। ନିମ୍ନରେ କେତୋଟି ଶିକ୍ଷଣ ପଦ୍ଧତି ଆଲୋଚନା କରାଯାଇଛି। ପ୍ରଯତ୍ନ ପ୍ରମାଦ ପଦ୍ଧତି ଶିକ୍ଷଣ। ଶିକ୍ଷଣ ଏକ ଜୀବନବ୍ୟାପୀ ପ୍ରକ୍ରିୟା ହୋଇଥିବାରୁ ଶିଶୁ ଯାହା ଶିଖେ ଏକାବେଳକେ ଶିଖିନଥାଏ। ତା'ର ବିଭିନ୍ନ ପ୍ରକାରର ଶିକ୍ଷଣ ଶାରୀରିକ, ମାନସିକ ବିକାଶ ଓ ବିଭିନ୍ନ ପ୍ରକ୍ରିୟା ଆଧାରରେ ହୋଇଥାଏ। ଏଥିପାଇଁ ମନସ୍ତତ୍ତ୍ୱବିତ୍ମାନେ ବିଭିନ୍ନ ତତ୍ତ୍ୱ ଓ ନିୟମ ଓ ସେଗୁଡ଼ିକର ଶ୍ରେଣୀଗୃହରେ ବ୍ୟବହାର ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ଶିକ୍ଷାବିତ୍ ମନସ୍ତତ୍ତ୍ୱବିତ୍ମାନଙ୍କ ଦ୍ୱାରା ଯେତେଗୁଡ଼ିଏ ଶିକ୍ଷଣ ତତ୍ତ୍ୱ ଶ୍ରେଣୀରେ ପ୍ରୟୋଗ କରାଯାଇଛି, ସେଗୁଡ଼ିକ ମଧ୍ୟରୁ ପ୍ରଯତ୍ନ ପ୍ରମାଦ ତତ୍ତ୍ୱ ଶିକ୍ଷଣ ଅନ୍ୟତମ। ନିମ୍ନରେ ପ୍ରଯତ୍ନ ପ୍ରମାଦ ଶିକ୍ଷଣ ବିଷୟରେ ଆଲୋଚନା କରାଯାଇଛି। ଆମେରିକାର ପ୍ରଖ୍ୟାତ ମନସ୍ତତ୍ତ୍ୱବିତ୍ ଥର୍ନଡାଇକ୍ ପ୍ରଯତ୍ନ ପ୍ରମାଦ ଶିକ୍ଷଣର ପ୍ରବର୍ତ୍ତକ କହନ୍ତି, ସବୁ ଶିକ୍ଷଣ ବାରମ୍ବାର ପ୍ରଚେଷ୍ଟା, କିଛି ବିଫଳତା ଓ ସଫଳତା ମଧ୍ୟରେ ସମ୍ଭବପର ହୋଇଥାଏ। ଗୋଟିଏ କଥା ଶିଖିଲା ବେଳେ ଆମେ କିଛି କଥା ଭୁଲ କରିଥାଉ। ଏହି ଭୁଲଗୁଡ଼ିକ କ୍ରମେ କ୍ରମେ ସଂଶୋଧନ ହୋଇ ଶିକ୍ଷଣ ପାଇଁ ଭିତ୍ତିଭୂମି ସୃଷ୍ଟି କରିଥାଏ। ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଆମେ ଅସଫଳ ପ୍ରକ୍ରିୟାକୁ ସଂଶୋଧିତ କରିଥାଉ। ବାରମ୍ବାର ପ୍ରଚେଷ୍ଟା ଓ ପ୍ରମାଦ ମଧ୍ୟରେ ଆମେ ବ୍ୟବହାର ଯେଉଁ ପରିବର୍ତ୍ତନ ଆଣିଥାଉ, ଆମେ ଏହି ପ୍ରକାର ଶିକ୍ଷଣକୁ ପ୍ରଯତ୍ନ ପ୍ରମାଦ ଶିକ୍ଷଣ କହିଥାଉ। ପ୍ରଯତ୍ନ ପ୍ରମାଦ ଶିକ୍ଷଣର ଉପାୟ। ଥର୍ନଡାଇକ୍‌ଙ୍କ ମତରେ ପ୍ରତ୍ୟେକ ଶିକ୍ଷଣ ଏକ ଉଦ୍ଦୀପକ ଓ ପ୍ରକ୍ରିୟା ମାଧ୍ୟମରେ ସଂଯୋଗ ବନ୍ଧ ସୃଷ୍ଟି ହୋଇଥାଏ। ଯେଉଁ ପରିସ୍ଥିତିରେ ଶିକ୍ଷଣ ଆରମ୍ଭ ହୁଏ ତାକୁ ଉଦ୍ଦୀପକ ଓ ସେହି ପରିସ୍ଥିତିରେ ଅନୁଯାୟୀ ଶିଶୁ ଯେଉଁ ପ୍ରୟାସ ଦେଖାଏ ତାହାକୁ ପ୍ରତିକ୍ରିୟା କୁହାଯାଏ। କ୍ରମାଗତ ଅଭ୍ୟାସ ଦ୍ୱାରା ଉଦ୍ଦୀପକ ବସ୍ତୁ ସହ ନିର୍ଦ୍ଦିଷ୍ଟ ପ୍ରକ୍ରିୟାରେ ସ୍ନାୟବିକ ସଂଯୋଗ ସ୍ଥାପନ ହୋଇ ବ୍ୟକ୍ତିର ଶିକ୍ଷଣ ସମ୍ଭବପର ହୋଇଥାଏ। ଠିକ୍ ଉଦ୍ଦୀପକ ସହ ଠିକ୍ ପ୍ରତିକ୍ରିୟାର ସଂଯୋଗ ସ୍ଥାପନ ପ୍ରକ୍ରିୟାକୁ ଶିକ୍ଷଣ ପ୍ରକ୍ରିୟା କୁହାଯାଏ। ଉଦ୍ଦୀପକ ପ୍ରତିକ୍ରିୟା ମଧ୍ୟରେ ସ୍ଥାପିତ ସଂଯୋଗ ବା ବନ୍ଧ ଉପରେ ଗୁରୁତ୍ୱ ଆରୋପ କରାଯାଉଥିବାରୁ ଥର୍ନଡାଇକ୍ ତତ୍ତ୍ୱକୁ ସଂଯୋଗବାଦ ବା ସଂଯୋଗ ତତ୍ତ୍ୱ କୁହାଯାଏ। ଉଦାହରଣ ସ୍ୱରୂପ, ଜଣେ ଲୋକ ସାଇକେଲ ଶିଖିବା ଆରମ୍ଭ କଲାବେଳେ ସେ ବାରମ୍ବାର ଶିଖିବାକୁ ଚେଷ୍ଟା କରେ। ସେହି ଚେଷ୍ଟା ଭିତରେ ସେ କିଛି ଭୁଲ କରିଥାଏ, ବାରମ୍ବାର ଚେଷ୍ଟା ଓ ଭୁଲ କରେ। ଏହିଭଳି ଠିକ୍ ଭୁଲ ବା ପ୍ରଯତ୍ନ ପ୍ରମାଦ ମଧ୍ୟରେ ଶେଷରେ ସେ ଠିକ୍ ଭାବେ ସାଇକେଲ ଚାଳନା କରେ। ଏହିଭଳି ଟାଇପ୍ କରିବା, ଗୀତ ଗାଇବା, ବାଦ୍ୟଯନ୍ତ୍ର ବଜାଇବା, ଗାଣିତିକ ବା ଜ୍ୟାମିତିକ ଅଙ୍କ ସମାଧାନ କରିବା ପାଇଁ ଆମେ ପ୍ରଯତ୍ନ ପ୍ରମାଦ ପ୍ରକ୍ରିୟା ଅବଲମ୍ବନ କରିଥାଉ। ପ୍ରଯତ୍ନ ପ୍ରମାଦ ଶିକ୍ଷଣ ପରୀକ୍ଷା। ନିଜ ଶିକ୍ଷଣ ପଦ୍ଧତିରେ ସତ୍ୟତା ଓ ଯଥାର୍ଥତା ପ୍ରତିପାଦନ ପାଇଁ ଥର୍ନଡାଇକ୍ ବିରାଡ଼ି ଓ ମୂଷାମାନଙ୍କୁ ନେଇ ପରୀକ୍ଷା ନିରୀକ୍ଷା କରିଛନ୍ତି। ସେ ବିଭିନ୍ନ ପ୍ରକାର ଜନ୍ତା ଓ ଅଙ୍କାବଙ୍କା ଯୁକ୍ତ ଗୋଲନ୍ଦାଯୁକ୍ତ ବାକ୍ସ ବ୍ୟବହାର କରି ତାଙ୍କ ଇଚ୍ଛା ଅନୁସାରେ ସେ ବିରାଡ଼ି ଓ ମୂଷାମାନଙ୍କର ଗତିବିଧି ଓ ପ୍ରତିକ୍ରିୟାର ପରିବର୍ତ୍ତନ ଆଣିପାରିଥିଲେ। ପ୍ରଯତ୍ନ ପ୍ରମାଦ ଶିକ୍ଷଣର ନିୟମ। ଆବଶ୍ୟକତା ଓ ପ୍ରଣୋଦନ। ପ୍ରତ୍ୟେକ କାର୍ଯ୍ୟ ମୂଳରେ କିଛି ନା କିଛି ଆବଶ୍ୟକତା ଥାଏ। ଆବଶ୍ୟକତା ପୂରଣ ପାଇଁ ପ୍ରାଣୀ ଚେଷ୍ଟା କରେ ଓ କ୍ରିୟାଶୀଳ ହୁଏ। ଆବଶ୍ୟକତା ପୂରଣ ପାଇଁ ଯେଉଁ ପ୍ରବଳ ଇଚ୍ଛା ହୁଏ ତାକୁ ପ୍ରଣୋଦନା କୁହାଯାଏ। ପ୍ରଣୋଦନା ପ୍ରାଣୀକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବା ପାଇଁ କ୍ରିୟାଶୀଳ କରାଏ। ପ୍ରତିବନ୍ଧକ। ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ କିଛି ପ୍ରତିବନ୍ଧକ ଥାଏ। ପ୍ରାଣୀ ପ୍ରତିବନ୍ଧକ ଗୁଡ଼ିକୁ ଦୂର କରିବା ପାଇଁ ଚେଷ୍ଟା କରି କ୍ରିୟାଶୀଳ ହୁଏ। ବିକ୍ଷିପ୍ତ କ୍ରିୟା। ଲକ୍ଷ୍ୟ ହାସଲ କ୍ଷେତ୍ରରେ ପ୍ରତିବନ୍ଧକ ଥିଲେ ଉକ୍ତ ପ୍ରତିବନ୍ଧକ ଦୂର କରି ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ପ୍ରାଣୀ ଚେଷ୍ଟା କରେ। ସଫଳତା ହାସଲ କରିବା ପୂର୍ବରୁ ପ୍ରାଣୀ କେତେକ ବ୍ୟର୍ଥ ପ୍ରୟାସ ବା ବିକ୍ଷିପ୍ତ କ୍ରିୟା କରେ। ଆକସ୍ମିକ ସଫଳତା। ଲକ୍ଷ୍ୟ ହାସଲ କରିବା ପାଇଁ ବିଭିନ୍ନ ବ୍ୟର୍ଥ ପ୍ରୟାସ ଚାଲିଥିବା ବେଳେ ହଠାତ୍ ସଫଳତା ମିଳିଯାଏ। ଏହି ସଫଳତା ଅନ୍ତର୍ଦୃଷ୍ଟି ଦ୍ୱାରା ଆସିନଥାଏ। ପ୍ରାଣୀର ବିନା ଚିନ୍ତନରେ କାମ କରୁ କରୁ ହଠାତ୍ ସଫଳତା ମିଳିଥାଏ। ନିର୍ବାଚନ। ପ୍ରାଣୀ ତା'ର ଅଭିଜ୍ଞତାକୁ ଭଣ୍ଡାରରେ ଥିବା ବିଭିନ୍ନ ଅନୁକ୍ରିୟା ଗୁଡ଼ିକୁ ଭିତରୁ ଉପଯୁକ୍ତ ଅନୁକ୍ରିୟାଟି ନିର୍ବାଚନ କରିଥାଏ। ଯେଉଁ ଉଦ୍ୟମ ବା ଅନୁକ୍ରିୟା ଦ୍ୱାରା ସେ ସଫଳ ହେଉଛି ତାହାକୁ ସେ ନିର୍ବାଚନ କରିଥାଏ। କ୍ରମାଗତ ଅଭ୍ୟାସ ଫଳରେ ଭୁଲ କ୍ରିୟା ଗୁଡ଼ିକର ସଂଖ୍ୟା କମିଥାଏ। ସ୍ଥାୟୀକରଣ ବା ସ୍ଥିରୀକରଣ। ଉପଯୁକ୍ତ ଅନୁକ୍ରିୟାଟି ନିର୍ବାଚନ ପରେ ଉକ୍ତ ଅନୁକ୍ରିୟାଟି ହିଁ ଦେଖାଇବାକୁ ଶିଖିଥାଏ। ଏହି ସ୍ଥାୟୀକରଣ ବା ସ୍ଥିରୀକରଣ କୁହାଯାଏ। ଚିତ୍ର ମାଧ୍ୟମରେ ପ୍ରଯତ୍ନ ପ୍ରମାଦ ଶିକ୍ଷଣକୁ ପ୍ରକାଶ କରାଯାଇପାରେ।
ଏହି ଚିତ୍ର ଦିଆହେଇଛି R1 R2 R3 R4 R5 ଏଇଠି ଅଛି R2 R3 R4 ଏଇଠି ଅଛି R3 R4 ତାପରେ ଆନ୍ସର ଆସିଲା R4। ଚିତ୍ରରୁ ଜଣାପଡ଼ୁଛି ପ୍ରଥମ ବ୍ୟକ୍ତି ସମସ୍ୟା ସମାଧାନ ପାଇଁ 5ଟି ପ୍ରତିକ୍ରିୟା ଦେଖାଇଛି। ସେଥିମଧ୍ୟରୁ ଦୁଇଟି ପ୍ରତିକ୍ରିୟା ଭୁଲ ବୋଲି ଜଣାପଡ଼ୁଛି। ତାପରେ ଭୁଲ ପ୍ରତିକ୍ରିୟାକୁ ତ୍ୟାଗ କରି ପୁଣି 3 ଥର ପ୍ରତିକ୍ରିୟା କରିଛି। ସେଥିରୁ ପୁଣି ଭୁଲ ପ୍ରତିକ୍ରିୟାକୁ ଦୂର କରିଛି। ଏହିପରି ଭାବରେ କ୍ରମାଗତ ପ୍ରତିକ୍ରିୟା କରି ଶେଷକୁ ଗୋଟିଏ ପ୍ରତିକ୍ରିୟା ଫଳରେ ଠିକ୍ ଶିକ୍ଷା କରିପାରିଛି। ସେହି ଶେଷ ପ୍ରତିକ୍ରିୟାଟି ତାକୁ ଶିଖିବାରେ ସାହାଯ୍ୟ କରିଥିବାରୁ ଏହା ଏକ ଶିକ୍ଷଣ। ଏହାପରେ ସେ ଆଉ ପ୍ରତିକ୍ରିୟା ନ କରି କେବଳ ସେହି ଠିକ୍ ପ୍ରତିକ୍ରିୟାକୁ ବାରମ୍ବାର ପ୍ରୟୋଗ କରି ଶିକ୍ଷଣ ଦକ୍ଷତା ହାସଲ କରିଛି। ଥର୍ନଡାଇକ୍‌ଙ୍କ ଶିକ୍ଷଣ ନିୟମ। ଥର୍ନଡାଇକ୍ ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ 3ଟି ମୁଖ୍ୟ ନୀତି ପ୍ରଣୟନ କରିଥିଲେ। ଏହି ନିୟମଗୁଡ଼ିକ ବିଦ୍ୟାଳୟ ଶିକ୍ଷାରେ ପ୍ରୟୋଗ କରାଯାଇପାରିବ ବୋଲି କହିଥିଲେ। ପ୍ରସ୍ତୁତି ନିୟମ। ଏହି ନିୟମ ଅନୁସାରେ ଶିକ୍ଷାର୍ଥୀ ଯେତେବେଳେ ଶାରୀରିକ ଓ ମାନସିକ ସ୍ତରରେ ପ୍ରସ୍ତୁତ ହୁଏ ସେତେବେଳେ ଶିକ୍ଷାଦାନ କଲେ ତାହା ସଫଳ ହୁଏ। ଏହା ବ୍ୟତୀତ ଶିଶୁ ଶିକ୍ଷଣ ପାଇଁ ପ୍ରସ୍ତୁତ ଥିଲାବେଳେ ଯଦି ତାକୁ ଶିକ୍ଷା ନ ଯାଏ ତାଠାରେ ହତାଶ ଭାବ ଦେଖାଦିଏ ଓ ପରବର୍ତ୍ତୀ ଶିକ୍ଷାଦାନ ନିଷ୍ଫଳ ହୁଏ। ଶିକ୍ଷାର୍ଥୀମାନଙ୍କର ଶାରୀରିକ ମାନସିକ ପରିପକ୍ୱତା ସାମର୍ଥ୍ୟ ଓ ଆଗ୍ରହକୁ ଦୃଷ୍ଟିରେ ରଖି ଶିକ୍ଷାଦାନ ଶିକ୍ଷଣ ପଦ୍ଧତିରେ ନିର୍ବାଚନ କରାଯାଏ। ଶିକ୍ଷାର୍ଥୀ ଶିକ୍ଷଣ ପାଇଁ ପ୍ରସ୍ତୁତ ଥିଲେ ଶିକ୍ଷଣ ଫଳପ୍ରଦ ହୁଏ। ଅଭ୍ୟାସ ନିୟମ। ଏହି ନିୟମ ଅନୁସାରେ ବାରମ୍ବାର ଅଭ୍ୟାସ ଦ୍ୱାରା ଉଦ୍ଦୀପକ ଓ ପ୍ରତିକ୍ରିୟା ମଧ୍ୟରେ ସଂଯୋଗ ବନ୍ଧ ଦୃଢ଼ ହୁଏ। ଦୀର୍ଘ ସମୟ ଧରି ସଂଯୋଗ ସ୍ଥାପିତ ହୋଇ ନ ପାରିଲେ ଉକ୍ତ ସଂଯୋଗଟି ଦୁର୍ବଳ ହୁଏ। ଅର୍ଥାତ୍ କୌଣସି କାର୍ଯ୍ୟ ବାରମ୍ବାର ଅଭ୍ୟାସ କଲେ ଶିକ୍ଷାର୍ଥୀ ତାହା ସହଜରେ ଶିଖିଯାଏ। ପୌନଃପୁନ୍ୟ ନିୟମ। ଏହି ନିୟମ ଅନୁସାରେ ଉଦ୍ଦୀପକ ଓ ପ୍ରତିକ୍ରିୟା ମଧ୍ୟରେ ସଂଯୋଗ ଯେତେ ଥର ସ୍ଥାପିତ ହେବ ଉକ୍ତ ସଂଯୋଗଟି ସେତେ ଦୃଢ଼ତର ହେବ। ସାମ୍ପ୍ରତ୍ୟ ନିୟମ। ଏହି ନିୟମ ଅନୁସାରେ ଖୁବ୍ ନିକଟ ଅତୀତରେ ସୃଷ୍ଟି ହୋଇଥିବା ଶିକ୍ଷଣ ପ୍ରକ୍ରିୟାର ଉଦ୍ଦୀପକ ଓ ପ୍ରତିକ୍ରିୟା ସମ୍ପର୍କ ଦୃଢ଼ତର ଥାଏ। ଅର୍ଥାତ୍ ଅଳ୍ପ ସମୟ ପୂର୍ବରୁ ଶିଖିଥିବା କଥା ମନେ ଥାଏ। ସ୍ପଷ୍ଟତା ଓ ତୀବ୍ରତା ନିୟମ। ଏହି ନିୟମ ଅନୁସାରେ ଶିକ୍ଷାର୍ଥୀ ଶିକ୍ଷଣ ପ୍ରକ୍ରିୟାରେ ସକ୍ରିୟ ଭାବେ ଅଂଶଗ୍ରହଣ କରି ସ୍ପଷ୍ଟ ଭାବେ ବୁଝିଥିଲେ ତାହା ବହୁତ ଦିନ ମନେ ରହେ। ଉଦ୍ଦୀପକ ଯେବେ ତୀବ୍ର ହୁଏ ପ୍ରତିକ୍ରିୟା ସେତେ ତୀବ୍ର ହୁଏ। ଯେଉଁ ଶିକ୍ଷାର୍ଥୀ ଯେତେ ଅଧିକ ନମ୍ବର ପାଇବାକୁ ଚାହିଁବ ସେ ସେହି ଅନୁସାରେ ପଢ଼ିବ। ପ୍ରସ୍ତୁତି ନିୟମ। ପ୍ରସ୍ତୁତି ନିୟମକୁ ଦୁଇ ଭାଗରେ ବ୍ୟକ୍ତ କରାଯାଇଛି। ସେଗୁଡ଼ିକ ହେଲା ଉପଯୋଗୀ ନିୟମ ଓ ଅନୁପଯୋଗୀ ନିୟମ। ଉପଯୋଗୀ ନିୟମ। କ୍ରମାଗତ ଅଭ୍ୟାସ ଓ ଉପଯୋଗ ଦ୍ୱାରା ଉଦ୍ଦୀପକ ଓ ପ୍ରତିକ୍ରିୟା ମଧ୍ୟରେ ସଂଯୋଗ ବନ୍ଧ ଦୃଢ଼ତର ହୁଏ। ଅର୍ଥାତ୍ ଯେଉଁ ଶବ୍ଦଗୁଡ଼ିକ ଆମେ ବାରମ୍ବାର ବ୍ୟବହାର କରୁ ବା ଉପଯୋଗ କରୁ ତାହା ମନେ ରହିଯାଏ। ଅନୁପଯୋଗ ନିୟମ। ଉଦ୍ଦୀପକ ଓ ପ୍ରତିକ୍ରିୟା ମଧ୍ୟରେ ଦୀର୍ଘ ଦିନ ଧରି ସମ୍ପର୍କ ସ୍ଥାପନ ନ ହେଲେ ଉକ୍ତ ସଂଯୋଗଟି ଦୁର୍ବଳ ହୁଏ। ତେଣୁ ଅଭ୍ୟାସ ନ କଲେ ବିଷୟ ମନେ ପଡ଼େ ନାହିଁ। ଅର୍ଥାତ୍ ଥରେ ଅଭ୍ୟାସ କରି ବହୁତ ଦିନ ଅଭ୍ୟାସ ନ କଲେ ଶିଖିଥିବା ବିଷୟ ଭୁଲିଯାଏ। ଶିକ୍ଷା ଦୃଷ୍ଟିରୁ ଅଭ୍ୟାସ ନିୟମ ତାତ୍ପର୍ଯ୍ୟ ବେଶୀ। ଅଭ୍ୟାସ କରି ଶିକ୍ଷାର୍ଥୀ ଶିକ୍ଷଣରେ ଦକ୍ଷତା ହାସଲ କରେ। ବିଶେଷ କରି ଭାଷା ଶିକ୍ଷା କୌଶଳ ଶିକ୍ଷା ଲେଖିବା ପଢ଼ିବା ପଦ୍ୟାବୃତ୍ତି କରିବା ଚିତ୍ର ଆଙ୍କିବା ପଣିକିଆ ଅଭ୍ୟାସ ଦ୍ୱାରା ଦୃଢ଼ୀଭୂତ ହୋଇଥାଏ। ଫଳାଫଳ ନିୟମ। ଶିକ୍ଷଣରେ ଫଳାଫଳ ନିୟମର ବିଶେଷ ଗୁରୁତ୍ୱ ରହିଛି। ଏହି ନିୟମ ଅନୁଯାୟୀ ଶିକ୍ଷଣ ବ୍ୟକ୍ତିକୁ ଆନନ୍ଦ ଦେବା ଉଚିତ। ଶିକ୍ଷଣ ସନ୍ତୋଷଜନକ ହେଲେ ଉଦ୍ଦୀପକ ପ୍ରତିକ୍ରିୟା ମଧ୍ୟରେ ସମ୍ପର୍କ ଦୃଢ଼ ହୁଏ। ଶିକ୍ଷଣ ବିରକ୍ତିକର ହେଲେ ଉଦ୍ଦୀପକ ପ୍ରତିକ୍ରିୟା ବନ୍ଧ ଦୁର୍ବଳ ହୋଇପଡ଼େ ଓ ବ୍ୟକ୍ତି ଆଦୌ ଶିଖିପାରେ ନାହିଁ। ତେଣୁ ଶିକ୍ଷଣ ସମୟରେ ପ୍ରାରମ୍ଭିକ ପ୍ରତିକ୍ରିୟା ଗୁଡ଼ିକ ସନ୍ତୋଷଜନକ ହେବା ଦରକାର। ଶିକ୍ଷଣର ପ୍ରଥମରୁ ଆନନ୍ଦଦାୟକ ନ ହେଲେ ବ୍ୟକ୍ତି ଆଉ ଅଧିକ ଶିଖିବାକୁ ଇଚ୍ଛା କରେ ନାହିଁ। ଥର୍ନଡାଇକ୍‌ଙ୍କର ପରୀକ୍ଷାରୁ ଜଣାଯାଇଛି ଯେ ସଫଳ ପ୍ରତିକ୍ରିୟା ଗୁଡ଼ିକ ଆନନ୍ଦଦାୟକ ବିଫଳ ପ୍ରତିକ୍ରିୟା ଗୁଡ଼ିକ ବିରକ୍ତକର। ତେଣୁ ଯେଉଁ ଚେଷ୍ଟାର ଫଳାଫଳ ଆନନ୍ଦଦାୟକ ସେହି ଚେଷ୍ଟାଟି ଶିକ୍ଷାର୍ଥୀ ଅବ୍ୟାହତ ରଖିଥାଏ। ଅର୍ଥାତ୍ ଆନନ୍ଦଦାୟକ ପ୍ରତିକ୍ରିୟା ଗୁଡ଼ିକର ବାରମ୍ବାର ପୁନରାବୃତ୍ତି କରିଥାଏ ଓ ଦୁଃଖଦ ଓ ବିରକ୍ତିକର ପ୍ରତିକ୍ରିୟା ଗୁଡ଼ିକ ପ୍ରତ୍ୟାହାର କରିଥାଏ। ଠିକ୍ ପ୍ରତିକ୍ରିୟା ଗୁଡ଼ିକୁ ପୁରସ୍କାର ଓ ପ୍ରଶଂସା ଦ୍ୱାରା ସମ୍ମାନିତ କଲେ ଶିକ୍ଷଣ ତ୍ୱରାନ୍ୱିତ ହୋଇଥାଏ। ଅନ୍ୟ ଅର୍ଥରେ କହିବାକୁ ଗଲେ ଶିକ୍ଷାର୍ଥୀ ତା'ର ନିର୍ଭୁଲ ବା ସଠିକ୍ ପ୍ରତିକ୍ରିୟା ପାଇଁ ପୁରସ୍କାର ବା ପ୍ରଶଂସା ପ୍ରଦାନ କଲେ ଶିକ୍ଷଣ କ୍ରିୟା ଦୃଢ଼ରୁ ଦୃଢ଼ତର ହୁଏ ଓ ଶିକ୍ଷଣ ଶକ୍ତିଶାଳୀ ହୁଏ ଏବଂ କୌଣସି ପ୍ରତିକ୍ରିୟା ପାଇଁ ଦଣ୍ଡ ଦେଲେ ଶିକ୍ଷାର୍ଥୀ ଉକ୍ତ ପ୍ରତିକ୍ରିୟା ପରିହାର କରେ। ପ୍ରକାରାନ୍ତରେ ନିର୍ଭୁଲ ପ୍ରତିକ୍ରିୟା ପରିହାର କରେ
ଆହୁରି ମଧ୍ୟ ନିର୍ଭୁଲ ପ୍ରତିକ୍ରିୟା ପାଇଁ ଦଣ୍ଡ ପାଇଲେ ଶିକ୍ଷଣ ପ୍ରକ୍ରିୟାରେ ବ୍ୟାଘାତ ସୃଷ୍ଟି ହୁଏ। ଶିକ୍ଷା କ୍ଷେତ୍ରରେ ଏହି ନିୟମର ତାତ୍ପର୍ଯ୍ୟ ବେଶୀ। ସାଧାରଣତଃ କୌଣସି କାର୍ଯ୍ୟରେ ଫଳାଫଳ ଉପରେ କାର୍ଯ୍ୟ କରିବାର ବେଗ ନିର୍ଭର କରେ। ଫଳ ସନ୍ତୋଷଜନକ ବା ତୃପ୍ତିଦାୟକ ହେଲେ କାର୍ଯ୍ୟର ବେଗ ବଢ଼େ ଓ କାର୍ଯ୍ୟର ଫଳାଫଳ ଅସନ୍ତୋଷଜନକ ଓ ବିରକ୍ତିକର ହେଲେ କାର୍ଯ୍ୟର ବେଗ କମିଯାଏ। ଏହା ଶିକ୍ଷଣ କ୍ଷେତ୍ରରେ ମଧ୍ୟ ପ୍ରଯୁଜ୍ୟ। ଦଣ୍ଡ ବା ପୁରସ୍କାର, ପ୍ରଶଂସା ବା ନିନ୍ଦା ଦ୍ୱାରା ଆଚରଣରୁ ନିୟନ୍ତ୍ରଣ କରାଯାଇପାରିବ। ଶିକ୍ଷାର୍ଥୀ ସଠିକ୍ ବା ନିର୍ଭୁଲ ପ୍ରତିକ୍ରିୟା ଦେଖାଇଲେ ପ୍ରଶଂସା ବା ପୁରସ୍କାର ଦ୍ୱାରା ଉକ୍ତ ପ୍ରକ୍ରିୟାଟି ଦୃଢ଼ୀଭୂତ କରାଯାଇପାରିବ। ଭୁଲ ପ୍ରତିକ୍ରିୟା ଦେଖାଇଲେ ଦଣ୍ଡ ବା ନିନ୍ଦା ଦ୍ୱାରା ଉକ୍ତ ପ୍ରତିକ୍ରିୟାଟି ଦୁର୍ବଳ କରି ଯେଉଁ ଶିକ୍ଷାର୍ଥୀ ତାହାକୁ ପରିହାର କରିବ ସେ ଦିଗରେ ଶିକ୍ଷକ ଚେଷ୍ଟା କରିବା ଦରକାର। ଶିକ୍ଷାଦାନ ଶିକ୍ଷଣ ପ୍ରକ୍ରିୟାକୁ ଆନନ୍ଦଦାୟକ କରିବା ପାଇଁ ଶିକ୍ଷକ ଉପଯୁକ୍ତ ଶିକ୍ଷଣ ପରିବେଶ ସୃଷ୍ଟି କରି ଆକର୍ଷଣୀୟ ଶିକ୍ଷଣ ଉପକରଣ ସୃଷ୍ଟି କରିବାକୁ ହେବ। ବିଦ୍ୟାଳୟରେ ପିଲାମାନଙ୍କୁ ତାଙ୍କ ଇଚ୍ଛା ବିରୁଦ୍ଧରେ କିଛି କାର୍ଯ୍ୟ କରିବାକୁ ବାଧ୍ୟ କରିବା ଅନୁଚିତ। ବିଦ୍ୟାଳୟରେ ସବୁ କାର୍ଯ୍ୟକ୍ରମରେ ପିଲାମାନେ ଯେପରି ଖୁସିରେ ଅଂଶଗ୍ରହଣ କରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ପଡ଼ିବ। ନିମ୍ନ ଶ୍ରେଣୀରେ ଖେଳ, ଗୀତ, ଅଭିନୟ ମାଧ୍ୟମରେ ପିଲାମାନେ ଖୁସିରେ ଅଂଶଗ୍ରହଣ କରନ୍ତି। ପିଲାମାନଙ୍କର ସାମାନ୍ୟ ସଫଳତା ଦେଖିଲେ ତାକୁ ସ୍ୱୀକୃତ ଦେଇ ଉତ୍ସାହିତ କରିବାକୁ ପଡ଼ିବ। ଅନୁଭୂତି ଜନିତ ଶିକ୍ଷଣ। କଥାରେ ଅଛି, ଅନୁଭୂତି ହିଁ ମଣିଷର ପୂର୍ଣ୍ଣତା ଆଣିଥାଏ। ଏଥିରୁ ପ୍ରତ୍ୟୟ ହେଉଛି ବିନା ଅନୁଭୂତିରେ କୌଣସି ଶିଶୁର ଶିକ୍ଷାରେ ପୂର୍ଣ୍ଣତା ଆସିବ ନାହିଁ। ଶ୍ରେଣୀଗୃହରେ ଚାରିକାନ୍ଥ ମଧ୍ୟରେ ଶିଶୁକୁ ବାନ୍ଧି ରଖି ଜଣେ ଶିକ୍ଷକ ଶିଶୁକୁ ଉପଯୁକ୍ତ ଶିକ୍ଷା ଦେଇପାରିବ ନାହିଁ। ବିଦ୍ୟାଳୟ ମଧ୍ୟରେ ଏବଂ ବାହାରେ ବିଭିନ୍ନ ପରିବେଶ ସୃଷ୍ଟି କରି ଶିଶୁକୁ ନୂଆ ନୂଆ ଅନୁଭୂତି ଯେତିକି ଦେଇ ହେବ ତାର ଶିକ୍ଷଣ ପ୍ରକ୍ରିୟା ସେହି ଅନୁସାରେ ତ୍ୱରାନ୍ୱିତ ହେବ। ପ୍ରତ୍ୟେକ ନୂତନ ପରିବେଶ ଶିଶୁ ପାଇଁ ଏକ ନୂତନ ଅନୁଭୂତି ସୃଷ୍ଟି କରିଥାଏ। ଏହି ନୂତନ ଅନୁଭୂତି ମାଧ୍ୟମରେ ଶିଶୁ ତାର ପୁରୁଣା ଆଚରଣକୁ ପରିବର୍ତ୍ତନ ଆଣେ କିମ୍ବା ଏକ ନୂତନ ଆଚରଣ ଆହରଣ କରି ନୂତନ ପରିବେଶ ସହ ନିଜକୁ ଉପଯୋଜନ କରେ। ନିମ୍ନଲିଖିତ ଉପାଦାନ ଗୁଡ଼ିକୁ ଶିଶୁ ଅନୁଭୂତି ଶିକ୍ଷା ଦେବାରେ ସାହାଯ୍ୟ କରନ୍ତି। ପରିପକ୍ୱନ। ଗୁରୁ ବିନା ଓ ଶ୍ରେଣୀଗୃହ ଅଧ୍ୟୟନ ବିନା ଶିଶୁ ନିଜର ଅନୁଭୂତି ଓ ନିରୀକ୍ଷଣ ଦ୍ୱାରା ଅନେକ କଥା ଶିକ୍ଷା କରିପାରେ। କିନ୍ତୁ ଏହି ପ୍ରକାର ଶିକ୍ଷଣ ପାଇଁ ଶିଶୁର ଶାରୀରିକ, ମାନସିକ ସ୍ତରରେ ପରିପକ୍ୱନ ଆସିବା ଦରକାର। ଶିଶୁର ବିକାଶ ସ୍ତର ଓ ଶିକ୍ଷଣ ମଧ୍ୟରେ ଯଥେଷ୍ଟ ସମ୍ପର୍କ ରହିଛି। କେତେକ ପ୍ରକାରର ଶିକ୍ଷଣ ଶିଶୁର ଶାରୀରିକ ଓ ମାନସିକ ପରିପକ୍ୱନ ଉପରେ ସମ୍ପୂର୍ଣ୍ଣ ନିର୍ଭର କରେ। ଏହି ପରିପକ୍ୱତା ବଳରେ ନାନା ଅନୁଭୂତି ଗ୍ରହଣ କରି ଶିଶୁ ଅନେକ ବିଷୟ ଶିକ୍ଷା କରିପାରେ, ଯାହାଦ୍ୱାରା କି ସେହି ଏକା ପାଠକୁ କିଏ ଅଳ୍ପ ବୟସରେ ଶିଖିପାରେ ତ କିଏ ବର୍ଷେ 2 ବର୍ଷ ବିଳମ୍ବରେ ଶିଖିଥାଏ। ଶିଶୁର ପରିପକ୍ୱତା ହାର ଯେତିକି ବୃଦ୍ଧି ପାଏ ତାର ଶିକ୍ଷଣ ହାର ସେହି ଅନୁପାତରେ ବୃଦ୍ଧି ପାଏ। କୈଶୋରାବସ୍ଥାରେ ଝିଅ ପିଲାମାନଙ୍କର ପରିପକ୍ୱତା ପୁଅ ପିଲାମାନଙ୍କ ତୁଳନାରେ ଯଥେଷ୍ଟ ଅଧିକ ଥାଏ। ଗୋଟିଏ 16 ବର୍ଷର ପୁଅ ଓ ଗୋଟିଏ 16 ବର୍ଷର ଝିଅ ମଧ୍ୟରେ ସାମାଜିକ ଅନୁଭୂତି ଶିକ୍ଷଣ ହାରରେ ଯଥେଷ୍ଟ ପାର୍ଥକ୍ୟ ଦେଖାଯାଏ। ଏହି ବୟସରେ ଝିଅମାନେ ଯେଉଁ ସାମାଜିକ ଦାୟିତ୍ୱ ଗ୍ରହଣ କରନ୍ତି ସେହି ବୟସର ପୁଅମାନେ ଗ୍ରହଣ କରନ୍ତି ନାହିଁ। ପରିବେଶ। ଭିନ୍ନ ଭିନ୍ନ ପରିବେଶ ଶିଶୁକୁ ନୂଆ ନୂଆ ଅନୁଭୂତି ପ୍ରଦାନ କରିଥାଏ। ଗୃହ, ବିଦ୍ୟାଳୟ, ଜନଗହଳି ସ୍ଥାନ, ହାଟ, ବଜାର, ମେଳା, ରେଳ ଷ୍ଟେସନ, ଡାକ୍ତରଖାନା, ସଭା ସମିତି ପ୍ରଭୃତି ପ୍ରତ୍ୟେକ ପରିବେଶରୁ ଶିଶୁ ନୂତନ ଅନୁଭୂତି ଗ୍ରହଣ କରିଥାଏ। ଏହିସବୁ ଅନୁଭୂତି ପାଠ୍ୟପୁସ୍ତକରୁ କିମ୍ବା ଶିକ୍ଷକଙ୍କ ଠାରୁ ପାଇବା ସମ୍ଭବ ନୁହେଁ। ବହି ପଢ଼ି ସମୁଦ୍ର ବିଷୟରେ ଏକ ସ୍ଥୂଳ ଧାରଣା ପାଇବା କଦାପି ସମ୍ଭବ ନୁହେଁ। କିନ୍ତୁ ଥରେ ସମୁଦ୍ର କୂଳରେ ବସି ସମୁଦ୍ରକୁ ନିରୀକ୍ଷଣ କଲେ ଯେଉଁ ଅନୁଭୂତି ସୃଷ୍ଟି ହେବ ସେଥିରୁ ଜଣେ ବ୍ୟକ୍ତି ସମୁଦ୍ର ବିଷୟରେ ଅନେକ କଥା ନିଜେ ନିଜେ ଶିକ୍ଷା କରିପାରିବ। ସେହି କାରଣରୁ ଶିଶୁକୁ ପ୍ରତ୍ୟେକ ପ୍ରାକୃତିକ ପରିବେଶ ସହିତ ପରିଚିତ କରାଇବାକୁ ହେଲେ ସେହି ସ୍ଥାନକୁ ଯେତିକି ନିଆଯାଇପାରିବ ସେ ସେତିକି ଅଧିକ ଅନୁଭୂତି ହାସଲ କରିପାରିବ। ଶସ୍ୟକ୍ଷେତ୍ର, ନଦୀ, ହ୍ରଦ, ଝରଣା, ପାହାଡ଼, ଉଦ୍ୟାନ, ଚିଡ଼ିଆଖାନା ପ୍ରଭୃତି ପ୍ରତ୍ୟେକ ପରିବେଶ ଶିଶୁକୁ ଯେଉଁ ଅନୁଭୂତି ଶିକ୍ଷା ପ୍ରଦାନ କରନ୍ତି ସେଥିରେ ଶିଶୁ ଅନେକ କଥା ଶିକ୍ଷା କରିଥାଏ, ଯାହାକି ପାଠ୍ୟପୁସ୍ତକରୁ କିମ୍ବା ଶ୍ରେଣୀଗୃହରୁ ପାଇପାରିବ ନାହିଁ। ସେହି କାରଣରୁ ବିଦ୍ୟାଳୟ ସ୍ତରରେ ପରିବେଶ ଶିକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ପରିବେଶ ଶିକ୍ଷାରୁ ଶିଶୁ ଅନେକ ପ୍ରତ୍ୟକ୍ଷ ଅନୁଭୂତି ହାସଲ କରି ଯେଉଁ ଶିକ୍ଷା ପାଏ ତାହା ତାର ମାନସପଟରେ ଦୀର୍ଘସ୍ଥାୟୀ ହୋଇ ରହେ। ପରିଭ୍ରମଣ। ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ସ୍ଥାନ ଦେଖାଇ ଶିକ୍ଷକ ସେମାନଙ୍କୁ ପ୍ରତ୍ୟକ୍ଷ ଅନୁଭୂତି ଓ ଜ୍ଞାନ ପ୍ରଦାନ କରିପାରିବେ। ପାର୍କ, ମ୍ୟୁଜିୟମ, ରେଡ଼ିଓ ଷ୍ଟେସନ, ଦୂରଦର୍ଶନ କେନ୍ଦ୍ର, ରେଲୱେ ଷ୍ଟେସନ, ପୋଷ୍ଟ ଅଫିସ, ଖବରକାଗଜ ଛାପାଖାନା, ବିଦ୍ୟୁତ କେନ୍ଦ୍ର, ଡାକ୍ତରଖାନା ଓ ଅନ୍ୟାନ୍ୟ ସ୍ଥାନ ଦେଖାଇ ସେମାନଙ୍କୁ ନୂଆ ନୂଆ ଅନୁଭୂତି ପ୍ରଦାନ କରିପାରିବେ।
ଏହାଦ୍ୱାରା ସେମାନଙ୍କର ଆଗ୍ରହ, ଆବେଗ ଓ ଉତ୍ସାହ ବୃଦ୍ଧି ପାଇ ଶିକ୍ଷଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇପାରିବ। ପର୍ଯ୍ୟବେକ୍ଷଣ। କଥାରେ ଅଛି, ଯାହା ନ ଦେଖିବ ବେନି ନୟନେ ପରତେ ନ ଯିବ ଗୁରୁ ବଚନେ। ତେଣୁ ଅନ୍ୟଠାରୁ ଶୁଣିବା ଅପେକ୍ଷା ନିଜ ଆଖିରେ ଦେଖିଲେ ଅନେକ କଥା ଶିଖିହୁଏ ଏବଂ ଅନେକ ସଂଶୟ ଦୂର ହୁଏ। ସେହି କାରଣରୁ କୌଣସି ଜିନିଷକୁ ଖାମଖିଆଲି ଭାବେ ନିରୀକ୍ଷଣ ନ କରି ପୁଙ୍ଖାନୁପୁଙ୍ଖ ନିରୀକ୍ଷଣ କଲେ ଶିଶୁ ତା ମଧ୍ୟରୁ ଅନେକ କଥା ଶିଖିପାରିବ। ସନ୍ଧ୍ୟାରେ ମୁକ୍ତ ଆକାଶକୁ ଚାହିଁଲେ ଲକ୍ଷ ଲକ୍ଷ ନକ୍ଷତ୍ର ରାଶିକୁ ଦେଖି ମନରେ ଯେତିକି ବିସ୍ମୟ ସୃଷ୍ଟି ହୁଏ, ମନକୁ ସେତିକି ପ୍ରଶ୍ନ ମଧ୍ୟ ଆସେ। ସେହି ପ୍ରଶ୍ନବାଚୀ ମଧ୍ୟରୁ ଶିଶୁ ଅନେକ କଥା ଶିଖିବା ପାଇଁ ଆଗ୍ରହ ପ୍ରକାଶ କରେ। ନିକଟରେ ଥିବା ପିତାମାତା ଓ ଭାଇ ଭଉଣୀଙ୍କ ଠାରୁ ସେ କିଛି ପ୍ରଶ୍ନର ଉତ୍ତର ପାଇବା ବେଳେ ଆଉ କିଛି ପ୍ରଶ୍ନର ଉତ୍ତର ଶ୍ରେଣୀ ଶିକ୍ଷକ ଓ ପାଠ୍ୟପୁସ୍ତକରୁ ପାଇଥାଏ। ସେହିପରି ସବୁଜ ଶସ୍ୟକ୍ଷେତ୍ର, ଘଞ୍ଚ ବନାନୀ, ନୀଳ ସମୁଦ୍ର, କଳକଳ ନିନାଦିନୀ, ନିର୍ଝର ନଦୀ ପ୍ରଭୃତି ନିରୀକ୍ଷଣ କରି ଶିଶୁ ଅନେକ ପ୍ରତ୍ୟକ୍ଷ ଅନୁଭୂତି ଗ୍ରହଣ କରିଥାଏ। ଶସ୍ୟ କ୍ଷେତ୍ରରେ କର୍ମରତ କୃଷକ, କଳକାରଖାନାରେ କୁଶଳୀ କାରିଗର, ମନ୍ଦିର ପୃଷ୍ଠରେ ଶିଳ୍ପୀ ଓ କର୍ମକାରର ଅଭିନବ ଖୋଦନ ଓ ଗଠନ ଶୈଳୀ ପ୍ରଭୃତି ଅବଲୋକନ କଲେ ବ୍ୟକ୍ତି ଯେତିକି ଅନୁସନ୍ଧିତ୍ସୁ ହେବ, ସେତିକି ଶିକ୍ଷା ମଧ୍ୟ ହାସଲ କରିପାରିବ। ସେହି କାରଣରୁ ଶିଶୁର ଅନୁସନ୍ଧିତ୍ସା ଓ ଉତ୍ସାହ ବୃଦ୍ଧି କରିବା ପାଇଁ ଶିକ୍ଷକ ଶ୍ରେଣୀଗୃହରେ ଚିତ୍ର, ପ୍ରତିକୃତି, ରେଖାଚିତ୍ର, ମାନଚିତ୍ର ଓ ନମୁନା ପ୍ରଦର୍ଶନ କରି ଛାତ୍ରଛାତ୍ରୀମାନଙ୍କର ନିରୀକ୍ଷଣ ଦକ୍ଷତା ବୃଦ୍ଧି କରିବା ଆବଶ୍ୟକ। ମହାଭାରତରେ ବର୍ଣ୍ଣିତ ଅଛି, ଗୁରୁ ଦ୍ରୋଣାଚାର୍ଯ୍ୟ ପାଣ୍ଡବମାନଙ୍କୁ ଧନୁର୍ବିଦ୍ୟା ଶିକ୍ଷା ଦେଉଥିବା ବେଳେ ଦୂରରୁ ତାହାକୁ ନିରୀକ୍ଷଣ କରି ଏକଲବ୍ୟ ଏକ ବିଦ୍ୟାରେ ଏତେ ପାରଦର୍ଶିତା ହାସଲ କରିଥିଲେ ଯେ ଶେଷକୁ ସେ ଧନୁର୍ଦ୍ଧର ଅର୍ଜୁନଙ୍କୁ ମଧ୍ୟ ପରାସ୍ତ କରି ଗୁରୁ ଦ୍ରୋଣଙ୍କୁ ସ୍ତମ୍ଭୀଭୂତ କରିଦେଇଥିଲେ। ଏହି ଉଦାହରଣରୁ ବ୍ୟକ୍ତି ଶିକ୍ଷା ଉପରେ ନିରୀକ୍ଷଣ କରି ପ୍ରଭାବ ପକାଇଥାଏ ତାହା ସହଜରେ ଅନୁମେୟ। ଚରିତ୍ର ଅଭିନୟ। ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଭୂମିକାରେ ଅଭିନୟ କରିବାର ସୁଯୋଗ ଦିଆଗଲେ ସେମାନେ ଅଭିନୀତ ଚରିତ୍ର ସମ୍ବନ୍ଧୀୟ ଜ୍ଞାନ ଓ ତଥ୍ୟ ସହଜରେ ଆହରଣ କରିପାରିବେ। କାରଣ ଏହି ଅଭିନୟ ମାଧ୍ୟମରେ ସେ ଯେଉଁ ଅନୁଭୂତି ହାସଲ କରିବେ, ପ୍ରତ୍ୟେକ ତଥ୍ୟ, ଶବ୍ଦ, ବିଷୟବସ୍ତୁ ଓ ପରିସ୍ଥିତି ହୃଦୟଙ୍ଗମ କରିବାକୁ ସମର୍ଥ ହୋଇପାରିବେ। କେବଳ ସେତିକି ନୁହେଁ, ଏହା ପିଲାଙ୍କ ମନରେ ବିଭିନ୍ନ କଥା ଶିଖିବା ପାଇଁ କୌତୂହଳ ଓ ଆଗ୍ରହ ବୃଦ୍ଧି କରିଥାଏ। ସାହିତ୍ୟ, ଇତିହାସ ଓ ସାମାଜିକ ବିଜ୍ଞାନ ପଢ଼ାଇଲା ବେଳେ ଅଭିନୟ ଶୈଳୀ ଅବଲମ୍ବନ କରି ଶିକ୍ଷକ ଯଦି ପିଲାମାନଙ୍କୁ ବିଭିନ୍ନ ଚରିତ୍ରରେ ଅଭିନୟ କରିବାକୁ ସୁଯୋଗ ପ୍ରଦାନ କରିପାରିବେ, ତେବେ ଅନୁଭୂତିଜନିତ ଶିକ୍ଷଣ ସେତିକି ଫଳପ୍ରଦ ହୋଇପାରିବ। କୃଷକ, ଶ୍ରମିକ, ଶିକ୍ଷକ, କାରିଗର, ବିଧାୟକ, ମନ୍ତ୍ରୀ, ସୈନିକ, ପୋଲିସ, ଡାକ୍ତର ଓ ଶିଳ୍ପୀ ପ୍ରଭୃତି ଭୂମିକାରେ ଅଭିନୟ କରି ଛାତ୍ରଛାତ୍ରୀମାନଙ୍କ ଅନେକ ଅନୁଭୂତି ହାସଲ କରିପାରିବେ। ଏହିପରି ଭାବରେ ବିଭିନ୍ନ ଉପାଦାନ ଶିଶୁର ଅନୁଭୂତି ଜନିତ ଶିକ୍ଷଣକୁ ପ୍ରଭାବିତ କରିଥାନ୍ତି। ଶିକ୍ଷକଙ୍କର ସହାନୁଭୂତିଶୀଳ ମନୋଭାବ, ସ୍ନେହ, ଉତ୍ତମ ବ୍ୟବହାର ଛାତ୍ର ମନରେ ଶିକ୍ଷଣ ପ୍ରତି ଆଗ୍ରହ ବୃଦ୍ଧି କରିବା ସଙ୍ଗେ ସଙ୍ଗେ ଶିକ୍ଷା ପରିବେଶରୁ ଅଯଥା ଉଦ୍ବେଗ, କ୍ଳାନ୍ତି ଓ ଦୁଶ୍ଚିନ୍ତା ଦୂର କରିଥାଏ। ଶିଶୁ ଅବଚେତନ ଓ ଅଚେତନ ପ୍ରବର୍ତ୍ତକ ଦ୍ୱାରା ଅଭିପ୍ରେରିତ ହୋଇଥାଏ। ପରିପକ୍ୱନ ଓ ଅଭିପ୍ରେରଣ ମାଧ୍ୟମରେ ନିର୍ଭରଶୀଳତା ଅନୁଯାୟୀ ଶିଶୁର ଶିକ୍ଷଣ ନିୟନ୍ତ୍ରିତ ହୋଇଥାଏ। ବର୍ତ୍ତମାନ ଆମର ୟୁନିଟ୍ 2ର ପାର୍ଟ 2 ସରିଲା। ଏହାପରେ ଆମେ ୟୁନିଟ୍ 2ର ପାର୍ଟ 3 ଶିକ୍ଷଣ ହେଉଛି ସାମାଜିକ କ୍ରିୟା ତାହା ପଢ଼ିବା। ସେ ପର୍ଯ୍ୟନ୍ତ ଚ୍ୟାନେଲକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।